ଗୋଟେ ଗଛ। ଆଉ ଗୋଟେ କଥା ଯୋଉ କହିଲେ ଗାଈ ଗୋରୁ ଖାଇଯାଉଛନ୍ତି, ଆଜ୍ଞା ସେଇଟା ଗୋଟେ କଥା ଆମେ ଜାଣିଛେ ପ୍ରତି ଗାଁରେ ଗୋଚର ଲ୍ୟାଣ୍ଡ ଥାଏ। ଆଜ୍ଞା ଗାଈ ଗୋରୁ ଏ ଗଛ ଯୋଉ ଜାଗାରେ ଲାଗୁଛି ଗୋଟେ ପ୍ରକୃତିକୁ ବଞ୍ଚେଇବା ପାଇଁ ଯଦି ଚେଷ୍ଟା ହଉଛି, ଗାଈ ଗୋରୁ ସେ ଜାଗାକୁ ଆସୁଛନ୍ତି କାହିଁକି? ଗୋଚର ଲ୍ୟାଣ୍ଡ ମାଡି ବସିଛନ୍ତି। ନା ନା ହେଇଯାଇପାରେ, ଗୋଚର ଲ୍ୟାଣ୍ଡ ମାଡ଼ିକି ବସି ଯାଇପାରନ୍ତି। ତାପରେ ଦ୍ୱିତୀୟ କଥା ହେଲା ଗୋଚର ଲ୍ୟାଣ୍ଡ ଠିକ ଜାଗାରେ ଅଛି ନା ନାହିଁ। ଗୋଚର ଲ୍ୟାଣ୍ଡ ଯଦି ଆପଣଙ୍କର ସୀମାର ଆଉଟର ସାଇଡରେ ଅଛି, ଆପଣ ଗାଁରୁ ବାହାରିବେ ଆଉ ପୁଣି ଯିବେ କେମିତି? କୌଣସି ନା କୌଣସି ବିଲ ହେଇକି ଯିବେ, ସେଇଟା ବର୍ଷା ଦିନେ ସମ୍ଭବ ବି ହେଇପାରୁନି। ତେଣୁ ବହୁତ କିଛି ଇସ୍ୟୁଜ ରହୁଛି। ଯଦି ଗୋଚର ଲ୍ୟାଣ୍ଡ ଯଦି ପ୍ଲାନ୍ ୱେରେ ଅଛି ନା ନାହିଁ ଏବଂ କେତେ ଅଛି, କେତେ ଗୋଟେ ଗାଁରେ କେତେ ଅଛି ସେଇଟା। ତାପରେ ଆପଣ ଯଦି ଗାଈ ରଖିଲେ ଗୋଚର ଜାଗାକୁ ନ ଛାଡି ତାର ଖାଦ୍ୟ ବ୍ୟବସ୍ଥା ଯଦି ନିଜେ କରିଦିଅନ୍ତେ, ତାହେଲେ ଗାଈକି ବାହାରକୁ ଛାଡିବାକୁ ପଡନ୍ତାନି। ଗାଈକୁ ଛଡାଯିବ କାହିଁକି? କାରଣ ଆମେ ଯଦି ଫସଲ ବାରମ୍ବାର କରୁଛେ, ତାହେଲେ ଆମେ ଯୋଉ ଗାଈ ରଖିବା କିମ୍ବା ଗୃହପାଳିତ ପଶୁ ରଖିବା, ଆମେ ତାକୁ ନିଜ ଯତ୍ନରେ ରଖିବା, ଖାଇବା ପିଇବା ସବୁ ତାକୁ ଦବା, ଛାଡିବା। ଏଇଟା ହଉଛି ଗୋଟେ ଜିନିଷ।